ନାଚଟି କେମିତି ହେଲା ଆଉ ଯୋଉ ହାର ଜିତି ଉପରେ ତମର କିଛି କହିବାର ଅଛି କୁହ। ନାଚ ଗାଇ ବହୁତ ଭଲ ହେଇଛି। ହଉ ବର୍ତ୍ତମାନ ଆମର ଚୈତନ୍ୟ ବାବୁଙ୍କୁ ବିଷୟରେ କିଛି କୁହ। କଣ କହିବ ତମେ କହିବ ଯାହା କହିବା କଥା ନା। ସମସ୍ତ ଗୁରୁଗୁରୁଜନମାନଙ୍କୁ ମୋର ପ୍ରଣାମ। ଏହି ରାଣୀଗୁଡ଼ା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନଙ୍କୁ ମୋର ପ୍ରଣାମ। ଆଉ ବହୁତ ଭଲ ନାଚ ହେଲା। ହାର ଜିତ ଅଛି, ସେ ଆମର ହାରିଥିଲେ ଦୁଃଖ ନାହିଁ କି ଜିତିଥିଲେ ବି ଖୁସି ନାହିଁ। କାରଣ ପ୍ରଥମରୁ ଆମର ଉତ୍କଳୀୟ ରଙ୍ଗ ସଂସ୍କୃତି ସମାଜ ମଙ୍ଗଳ ସଂଘର ସଭାପତି କହିଛନ୍ତି ଯେ ଧର୍ମ ବିଚାର ହେଇଛି। ତେଣୁକରି ଏଥିରେ ଆଉ ଦ୍ୱିମତ ହବାର କିଛି ନାହିଁ। ତେଣୁକରି କୌତୁକ ରାଣ ହୁଏ ସେଟା କିଛି କହିବାର ନାହିଁ। ହାରିଲେ ଖୁସି, ଜିତିଲେ ବି ଖୁସି। ହଉ ଆମର ଯୋଉ ଚାରିଟା ଭାଇ ଇନ୍ଦିରାଗୀ ପାର୍ଟି ଯୋଉ 4 ଜଣ ମାଲିକ ମୋର ଆସିକି ପୁରା ନିବିଡ଼ ସମ୍ପର୍କ ଜାଣିଛ, ପୁରା ପଇସା ସମ୍ପର୍କ। ଆମେ ସଦାବେଳେ ବୁଲୁଛୁ। ଚୈତନ୍ୟ ବାବୁ ଯୋଉ 4ଟା ପାର୍ଟି ଯାଇଥିଲ ମ୍ୟାନେଜର ହିସାବରେ ମୋର କାସିଂରେ ବେଶୀ ଭଲ ସମ୍ପର୍କ। ମୋ ସାଙ୍ଗରେ ମାନ ମୋର ଚୈତନ୍ୟ ବାବୁ ସହିତ ପୁରା ଘନିଷ୍ଠ। ତେଣୁକରି ଏଇଠି ଯୋଉ ଆମର ନାଚ ଗୀତ ହେଲା ଏଇଥିରେ ଆଉ କଣ କରିବା, ସବୁ ଛୁଆଙ୍କର ତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଛି। ତେଣୁକରି ବର୍ତ୍ତମାନ ଆମର ଅଭୟ ଆଗକୁ ଯାହା କହିବେ ବାବୁ ଯାହା ତମ ପଛରେ କହିବ। ହ୍ୟାଲୋ, ବାବା ନୀଳକଣ୍ଠେଶ୍ୱର ପ୍ଲାବନ ଭୂମିରେ ଦୀର୍ଘ 20 ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ ପାଳନ କରି ଆମ ନୀଳକଣ୍ଠେଶ୍ୱର ସାଂସ୍କୃତିକ କାର୍ଯ୍ୟକ୍ରମର କମିଟିର 101 ସଦସ୍ୟ ବୃନ୍ଦକୁ ମୁଁ ଶ୍ରୀ ଅଭୟ କୁମାର ପରିଡ଼ା ହାତ ଯୋଡ଼ି ବିନମ୍ର ପ୍ରଣାମ କରୁଛି। ଉପସ୍ଥିତ ସମସ୍ତ ଦର୍ଶକ ଏବଂ ଛୋଟ ବଡ଼ ଭାଇ ଓ ଗୁରୁଜନ ମଣ୍ଡଳୀକୁ ଆମ ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ତରଫରୁ ମୁଁ ଭୂମିଷ୍ଠ ପ୍ରଣାମ କରୁଛି ଏବଂ ଆପଣମାନଙ୍କୁ ମୋ ତରଫରୁ ପ୍ରଣାମ ଜଣାଉଛି। ଦୀର୍ଘ 3 ଦିନ ଧରି ଏହି ନୀଳକଣ୍ଠେଶ୍ୱର ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଜାଗାରେ ଆମ ଉତ୍କଳୀୟ ଦଣ୍ଡ ସମାଜର ପ୍ରତ୍ୟେକ ଜଜ୍ ମହୋଦୟ ଏବଂ ମୁଁ ଆଜି ଏତେ ଖୁସି ଯାହାକି ଭାଷା ନାହିଁ କହିବା ପାଇଁ। ଆମର ପ୍ରଥମ ଗୁରୁ ବା ପ୍ରଥମ ଜଜ୍ ମହାଶୟ ଶ୍ରୀଯୁକ୍ତ ହରମୋହନ ସାରଙ୍କର ତତ୍ତ୍ୱାବଧାନ ଆମ ଏଇ ନୀଳକଣ୍ଠେଶ୍ୱର 20ତମ ଦିବସରେ ତାଙ୍କ ପାଦ ପଡ଼ିଥିବାରୁ ଆମେ ଆଜି ବହୁତ ଖୁସି। ମୋ ଗାଁ ତରଫରୁ କମିଟି ତରଫରୁ ମୁଁ ସାର୍କୁ ବିନମ୍ର ପ୍ରଣାମ କରୁଛି। ସାର୍ ଆମକୁ ସବୁବେଳେ ସତ୍ ସାହସ ଦିଅନ୍ତୁ, ସତ୍ ଶିକ୍ଷା ଦିଅନ୍ତୁ ଏବଂ ଆଶୀର୍ବାଦ କରନ୍ତୁ। ଏ ରାଣୀଗୁଡ଼ା ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ଯେପରି ଅତି ଉଚ୍ଚ କୋଟିର ନିୟମ କାନୁନ ପ୍ରଣୟନ କରି ଦଣ୍ଡ ଜଗତରେ ସର୍ବଶ୍ରେଷ୍ଠ ପଦାର୍ପଣ କରିବା ପାଇଁ ଆପଣମାନଙ୍କର ସହଯୋଗ ମୁଁ ସର୍ବଦା ଲୋଡ଼ୁଛି ଏବଂ ଦଣ୍ଡ କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମହୋଦୟଙ୍କୁ ଆମ କମିଟି ତରଫରୁ ବହୁତ ଧନ୍ୟବାଦ। ଆମମାନଙ୍କୁ ସେ ଠିକ୍ ଢଙ୍ଗରେ ପରିଚାଳନା କରିଛନ୍ତି। ଯାହା କିଛି ତ୍ରୁଟି ଅଛି ଆଶା କରୁଛି ଗତ ବର୍ଷ ତାହା ସୁଧାରିବା ପାଇଁ ଚେଷ୍ଟା କରିବେ ଏବଂ ମୋର ସାନ ଭାଇ ଶ୍ରୀଯୁକ୍ତ ଜୁମର ବେହେରା, ନିରଞ୍ଜନ ସାସମଲ ଏବଂ ଦଣ୍ଡ ନିରାକାର ଦେହୁରୀ, ବାବୁଲାଲ ସାହୁ ଏବଂ ପ୍ରତ୍ୟେକ ଦଣ୍ଡ କମିଟିର ଯେଉଁ ସଦସ୍ୟ ବୃନ୍ଦ ଆମମାନଙ୍କୁ ସାହାଯ୍ୟ କରିଛନ୍ତି ଏବଂ ନିଜର ସମୟ ନଷ୍ଟ କରି ତାଙ୍କର ସହଯୋଗ କାମନା କରିଛନ୍ତି। ମୁଁ ସମସ୍ତଙ୍କୁ ଗୋଟିଏ କଥା କହୁଛି, ଉପସ୍ଥିତ ସମସ୍ତ ଦର୍ଶକ ବନ୍ଧୁ ସମସ୍ତେ ଗୋଟିଏ କରତାଳି ମାଧ୍ୟମରେ ଆଶୀର୍ବାଦ କରନ୍ତୁ। ଆମେ ଆପଣମାନଙ୍କର ଆଶୀର୍ବାଦ ପାଇ ଯେପରି ଭଲ ପରିବେଷଣ କରିବୁ। ଜୟ ବାବା ନୀଳକଣ୍ଠେଶ୍ୱର କି। ଉପସ୍ଥିତ ଯେଉଁ ଆମ 2 କଳାକାର ଭାଇମାନଙ୍କୁ ଆମର ଯେଉଁ ଲେଡିଜ୍ ସେକ୍ସନରେ ଯେଉଁ ପାର୍ଟି ମାନେ ରୋଲ୍ କରୁଛନ୍ତି ଯେଉଁ କଳାକାର ଭାଇମାନେ, ଆମେ ଆପଣମାନଙ୍କୁ କହୁଛୁ ଭଲ ଆର୍ଟିଷ୍ଟ। ଆପଣ ବହୁତ ଗୁଣ ଅଛି ଆପଣମାନଙ୍କ ପାଖରେ। ରାଗ ରୋଷ ତ୍ୟାଗ କରି ଆପଣ ଶାନ୍ତ ସରଳ ଭାବରେ ଆପଣଙ୍କର ନାଚ ପରିବେଷଣ କଲେ ଦିନେ ନା ଦିନେ ଆପଣ ଏକ ଉଚ୍ଚ ମାନବର କଳାକାର ରୂପେ ଗଢ଼ା ହେଇପାରିବେ। ଯେଉଁ ହାତରେ ଏଇ ମଣିଷ ଖରାପ କହୁଛି ସେଇ ହାତରେ ଏଇ ମଣିଷ ତାଳି ମାରିବେ।
ତେଣୁ ମୋର ଦୁଇର ଲେଡିଜ୍ ସେକ୍ସନ୍ ଆର୍ଟିଷ୍ଟମାନଙ୍କୁ ଆମ ରାଣୀଗଡ଼ା ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ତରଫରୁ ଅନୁରୋଧ କରୁଛୁ, ଆପଣ ବହି ପଢ଼ନ୍ତୁ। ବିପିନ ସାର୍ ବାରମ୍ବାର ସବୁବେଳେ ଗୋଟେ କଥା କହୁଛନ୍ତି, ଖାଲି ଆଲଟୁ ଫାଲଟୁ କଥା କହିକିରି ନିଜର ସମୟ ନଷ୍ଟ କରନ୍ତି। ଗୋଟେ ଶବ୍ଦ ପଢ଼ିକିରି ଆଇଥିଲେ ଯୋଉଟା ବାଜିଯିବ ନା, ପୁରା କଳା ଜଗତରେ ତମ ନାଁଟା ପୁରା ବିସ୍ତୀର୍ଣ୍ଣ ହେଇଯିବ। ତେଣୁ ଟିକେ ବହି ପଢ଼ାପଢ଼ି କରିକି ଆସନ୍ତୁ। ଆଉ ବିଶେଷ କହିବିନି, ଖରା ହେଲାଣି, ବହୁତ ସମୟ ଗଲାଣି। ଆମର ବାବୁଲି ଭାଇ କିଛି କହିବେ, ସେତିକି କୁହନ୍ତୁ। ଆମ କମିଟିର ସଭାପତି ତଥା ଆମର ଅଭୟ ଭାଇ ସେ ତ ଆପଣମାନଙ୍କୁ ସମସ୍ତେ ସବୁ କିଛି କହିସାରିଲେଣି। ମୁଁ ସେ ବିଷୟରେ କିଛି କହୁନି। ମୁଁ ଆମ ଉଭୟ ପାର୍ଟିର ଦଣ୍ଡ ପାର୍ଟିର କଳାକାର, ମ୍ୟାନେଜର ଏବଂ ଆମର ପରିଚାଳକ ଆଉ ଆମର ଜଜ୍ ମହୋଦୟ ସମସ୍ତଙ୍କୁ ମୁଁ ଆମ କମିଟିର କେଉଁଠାରେ ତ୍ରୁଟି ରହିଛି ସେ ତ୍ରୁଟିଟା ଆମକୁ କହିବେ। ଆପଣଙ୍କର ଖାଇବା ପିଇବାଠୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ଯଦି କେଉଁଠି ତ୍ରୁଟି ରହିଛି ସେଇ ବିଷୟରେ ଆପଣ କହିଲେ ଆମେ ଆଗାମୀ ଦିନରେ ଯେମିତି ତାର ପୁନର୍ମାର୍ଜିତ କରିପାରିବୁ। ସାର୍କୁ କହିବି, ସାର୍ ମନ୍ଦିର ତୁଳସୀରା ମୁଣ୍ଡିଆ ମାରିଦେବେ କି? ମୁଣ୍ଡିଟା ମାରି ଦିଅନ୍ତୁ। ସରପଞ୍ଚ ଖାଲି ସେ ପ୍ରାଇଜ ଦେବେ, ଆପଣ ଖାଲି ଦୀପଦ କଣ କହିଦେବେ। ଶୀତଳ ଷଷ୍ଠୀ ଉପଲକ୍ଷେ ଆମର ଏ ଯେଉଁ 20ତମ ବାର୍ଷିକ ମହୋତ୍ସବ ପାଳନ କରାଗଲା। ସେଥିରେ ଆମର 2ଟି ଦଣ୍ଡପାଟି ପ୍ରତିଯୋଗିତାରେ ଅଂଶଗ୍ରହଣ, 4ଟି ଅଂଶଗ୍ରହଣ କରିଥିଲେ। ସେଥିରୁ ଆମର ଫାଇନାଲକୁ 2ଟି ପାର୍ଟି ରହିଥିଲେ, ଆମର କାନ୍ସର ଏବଂ ଜୋରାଗାଡ଼ିଆ। ତେଣୁ ପ୍ରଥମେ এই সভায় উপস্থিত থিবা, শেষ পর্যায়ে উপস্থিত থিবা আমার এই কমিটির সমস্ত কর্মকর্তাবৃন্দ 3 দিন ধরি যে কার্যক্রম অনুষ্ঠিত হচ্ছে ଆମ ପାଖରେ ଥିବା ମୁଖ୍ୟ ଅତିଥି ସରପଞ୍ଚ ମହୋଦୟ ରମେଶ ବାବୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ, ଆଖପାଖ ପଡ଼ୋଶୀରୁ ଉପସ୍ଥିତ ଥିବା ସମସ୍ତ ଭଦ୍ର ବ୍ୟକ୍ତିବୃନ୍ଦ, ନିମନ୍ତ୍ରିତ ଭଦ୍ର ବ୍ୟକ୍ତିବୃନ୍ଦ, ବିଚାରକ ମଣ୍ଡଳୀ ଏବଂ ଉଭୟ ପାତ୍ର କଳାକାର ବୃନ୍ଦ, ବାଦ୍ୟକାର, ଲାଇଟ୍ ଅପରେଟର, ମାଇକ୍ ଅପରେଟର ଏବଂ ଆମର ୟୁଟ୍ୟୁବରୁ ଆସିଥିବା ବନ୍ଧୁବର୍ଗ, ମୋର ଶେଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି। ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳର ସଭାପତି ହିସାବରେ ମୁଁ ଯାହା ଦେଖିଲି, ଆଜି 3 ଦିନ ଧରି এই ଯେଉଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଠିକ୍ ଭାବରେ ପରିଚାଳନା କରାଯାଇଥିଲା ଏବଂ 3 ଜଣ ବିଚାରକ ଆମର ଥିଲେ। ସେମାନେ ଯାହା ପରିଚାଳନା କରିଛନ୍ତି ମୋ ଉପସ୍ଥିତରେ ବି କରାଯାଇଛି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବି କରାଯାଇଛି, ନ୍ୟାୟରେ କରାଯାଇଛି ଏବଂ ପ୍ରଥମରୁ ସେମାନଙ୍କୁ ମୁଁ ଇନଡାଇରେକ୍ଟ ମଧ୍ୟ ଯେଉଁଟାକୁ କହିପାରିନ ଅଭୟ ବାବୁ ସବୁ ଜାଣିଛନ୍ତି, ପ୍ରଥମରୁ ମୁଁ ସେମାନଙ୍କୁ ନିୟମ ଦେଇଦେଇଛି ଯେ ପ୍ରଥମେ ଆସିବ ମାଟି ମାଆକୁ ଆଗ ପ୍ରଣାମ କରିବ, ଦ୍ୱିତୀୟରେ ଆପଣ ପ୍ରଣାମ କରିବେ ଆମର ଯେତେ ଗାଁର ଦେବାଦେବୀ ଅଛନ୍ତି, ତୃତୀୟରେ ଜନତା ଜନାର୍ଦ୍ଦନ ଯେତେ ଆମର ଏଇଟା ସମାଗମ ହେଇଛନ୍ତି ଦେଖିବା ପାଇଁ ସେମାନଙ୍କୁ ପ୍ରଣାମ କରିବ, ତାପରେ ଚତୁର୍ଥରେ ତମ ହୃଦୟ ଭିତରେ ତମର ଗୁରୁ କିଏ ତାଙ୍କୁ ସ୍ମରଣ କରିବ। ତାପରେ ତମକୁ ଚାହିଁ ରହିଛନ୍ତି ତମର ପିତା ପ୍ରତ୍ୟେକ ଯାହାକୁ ପିଣ୍ଡ ଦଉଛ, ଦାନ କରୁଛ, ସିଏ ଅପେକ୍ଷା କରିଛନ୍ତି ଯେ ମୋ ପୁଅ କି ମୋ ନାତି କିଏ ଅପେକ୍ଷା କରିଛି, ଗୋଟେ ବିଚାରକ ଅଛି। ତେଣୁ ସେ କେମିତି ବିଚାର କରୁଛନ୍ତି ସମସ୍ତେ ଚାହିଁ ରହିଛନ୍ତି। ତେଣୁ ସେଇଥିପାଇଁ ମୁଁ କହିଥିଲି ଯେ ଧର୍ମରେ ବିଚାର କରାଯିବ, ନିରପେକ୍ଷ ବିଚାର କରାଯିବ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ, ଏଇ ୱାର୍ଡ ଦେଇଥିଲି। ନିଶ୍ଚିତ ଭାବରେ ସେୟା କରାଯାଇଛି। ତେଣୁ କାହାରି ମନରେ ଦ୍ୱିଧା
ଅନୁଭବ କରିବା କଥା ନୁହେଁ। କଳାକାରମାନେ ଭଲ ପ୍ରଦର୍ଶନ କଲେ। ଆଜି ମୁଁ ଯୋଉଟାକି ଅଭୟ ବାବୁ କହିଲେ ଯେ ନାରୀ ଭୂମିକାରେ ଯେଉଁ ଅଂଶଗ୍ରହଣ କରିଛନ୍ତି ଆଜି ତାଙ୍କର ଉଭୟ ଦଳ ସଖୀ ନାଚ ଦେଖି ମୁଁ ମୁଗ୍ଧ ହେଲି। ମୋର ଚିତାଗର୍ଷ ମାନେ ଆଶ୍ଚର୍ଯ୍ୟ ହେଲି ଯେ ଏତେ ମାନେ ପୁରା ପେଣ୍ଡାଲ ଏମିତି ପଡ଼ିଥାଏ, ବାଦ୍ୟ ତାଳ ମାନ ପାଗ ଠିକ୍ ପଡ଼ିଥାଏ। ଯିଏ ପ୍ରକୃତରେ ତାଳୁଆ, ଯାହାର ପ୍ରକୃତରେ ତାଳ ଜ୍ଞାନ ଅଛି ସେ ଜାଣିବ ଯେ ତାଳ ଅନୁସାରେ ବାଦ୍ୟ ଅନୁସାରେ ତାଙ୍କର ପାଦ ପଡ଼ୁଛି ନା ନାହିଁ, ଠିକ୍ ପଡ଼ିଥିଲା। ତେଣୁ ନିଶ୍ଚିନ୍ତ ଭାବରେ ମୁଁ ଗର୍ବ ଅନୁଭବ କରିବି ସଭାପତି ହିସାବରେ ଯେ ଆମର ଉତ୍ତରର ଉନ୍ନତି ହେଇଛି। ଗୋଟିଏ ସାର୍ କହିଥିଲେ, ଯେଟା ମୁଁ କହିଥିଲି ଯେ ପରିମାର୍ଜିତ ଭାଷା ନିଶ୍ଚିତ ଭାବରେ ବ୍ୟବହାର କରାଯାଇଛି। କେଉଁଠି ଯାହା ଟିକେ ଅଛି କଳାକାରମାନଙ୍କୁ ମୋର ଅନୁରୋଧ, ପର ପେଣ୍ଡାଲରେ ଯେମିତି ଏଇ ପ୍ରକାର ଭାଷା ଆଉ ନ ହୁଏ। ଆଉ ଜାଣିଛନ୍ତି ଯେ ରାଣୀଗଡ଼ା ଗ୍ରାମରେ ପ୍ରତ୍ୟେକ ବର୍ଷ କିଆ ନହେଲା ଆମର 3ଟା 4ଟା ଜାଗାରେ ପ୍ରତିଯୋଗିତା ହେଉଛି। ସେଇମାନେ ଆମର ଏଇ କଳା ସଂସ୍କୃତିକୁ ବଢ଼େଇବାର, ଉନ୍ନତି ଦିଗକୁ ନେବାର ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରୁଛନ୍ତି ଏବଂ ସହଯୋଗ କରୁଛନ୍ତି। ତେଣୁ ଆମ ସଂଘ ତରଫରୁ ଏଇ ରାଣୀଗଡ଼ା ଗ୍ରାମବାସୀମାନଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା କରୁଛି ଏବଂ ନମସ୍କାର ଜଣାଉଛି। ଏହି ପ୍ରକାର ସହଯୋଗ ଥାଉ ଏବଂ ଆମର କଳାକାରମାନଙ୍କୁ ଉତ୍ସାହିତ କରନ୍ତୁ। ସେଥିପାଇଁ ମୁଁ ପ୍ରଭୁ ନୀଳକଣ୍ଠେଶ୍ୱର ଠାରେ ମଧ୍ୟ ପ୍ରାର୍ଥନା କରୁଛି ସେ ଗ୍ରାମବାସୀର ମଙ୍ଗଳ କରନ୍ତୁ, ତତ୍ ସଙ୍ଗେ ସଙ୍ଗେ ଆମର କଳାକାରମାନଙ୍କର ଏବଂ ବିଧାୟକ ମଣ୍ଡଳୀଙ୍କର ମଙ୍ଗଳ କରନ୍ତୁ। ମୁଁ ଆଉ କିଛି ବିଶେଷ କହୁନି, ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ, ଜୟ ହିନ୍ଦ। ହ୍ୟାଲୋ ହ୍ୟାଲୋ, ଜୟ ବାବା ନୀଳକଣ୍ଠେଶ୍ୱର। ଯାହା ହଉ ଆଜିର ଉପସ୍ଥିତ ଆମର ସମସ୍ତ ଜଜ୍ ମାନେ, ଆମର ହର ବାବୁ ଏବଂ ଆମର ଯେତେ କଳାକାର, ଗ୍ରାମବାସୀ ତଥା ଦର୍ଶକ ଯେତେ ସବୁ ଆମର ଆସିଛନ୍ତି ସେମାନଙ୍କର ଆମର କମିଟି ତରଫରୁ ଆମେ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଶାନ୍ତି ଶୃଙ୍ଖଳାର ସହିତ ଯାହା ହଉ ଆମ ଦଣ୍ଡନୃତ୍ୟ ଟିକେ ସମାପନ ହେଲା। ତେଣୁ ଆମର କର୍ମକର୍ତ୍ତା ଯେଉଁମାନେ ଯେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ଏସବୁ ଯାଇ ସମ୍ଭବ ହୋଇଛି ସେମାନଙ୍କୁ ମୁଁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି। ଆଉ ରହିଲେ ଆମର କାର୍ଯ୍ୟକାର ଆପଣ ତାଙ୍କର ଦୁଇ ପାର୍ଟିର ସମସ୍ତ କଳାକାର, ଖାଲି ଦୁଇ ପାର୍ଟି କଥା ନୁହେଁ, ଆମର 4 ପାର୍ଟିର ସମସ୍ତ କଳାକାରଙ୍କୁ ମୁଁ ମଧ୍ୟ ଧନ୍ୟବାଦ ଅର୍ପଣ କରିକି ସଭାସନ କରୁଛି। ହଉ ପ୍ରତିଟି ଆଜ୍ଞା ସଲାଦ ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳ ସଂଘର ସଭାପତି ଯିଏ ଅଛନ୍ତି ମହାରଥୀ ଭୀଷ୍ମ, ମୋର ଆଜ୍ଞା ସେ ହେଲା ଦଣ୍ଡଗୁରୁ। 2006 ମସିହାରୁ ମୋ ହାତ ଧରିକିରି ସେ ଆଜ୍ଞା ଏଇ ଯେଉଁ ନାଚ କେମିତି ହେବ, ଗୀତ କେମିତି ହେବ, ମୁଁ ସାରକୁ ମାଡ଼ ଖାଇଯିବି, ମଞ୍ଚରେ ବି ମାଡ଼ ଖାଇଛି ଆଜ୍ଞା, ପରିଷ୍କାର କଥା କହୁଛି। ମୋର ମନ ଅଛି କୁମୁଣ୍ଡର ଏତେ ନାଚ ହେଉଥିଲା, ଆଖି ଲାଗିଯାଇଥିଲା, ମୋତେ ସାର ପିଟି ଦେଇଥିଲେ। କିନ୍ତୁ ମୁଁ ଭଲ ଗୁରୁ ଆଜ୍ଞା ପାଇଛି। ମୁଁ ବରଂ ଖରାପ ଶିଷ୍ୟରେ ହେଇଥାଏ, ଭଲ ଗୁରୁଟେ ପାଇଛି। ମୋର ଗୁରୁଙ୍କର ଯେମିତି ଦିଗ୍ଦର୍ଶନ, ନାଚ ଗୀତର ଯେମିତି ବ୍ୟବହାର, ମୋର ଗୁରୁଙ୍କ ପ୍ରତି ସମ୍ମାନ ଅଛି, ସାରଙ୍କର ବି ମୋତେ ସ୍ନେହ ଅଛି। ଯଦି ସାର୍ ଆଜିଠୁ କହିବେ ବିପିନ ବାବୁ ତମର ବିଚାରକ ଠିକ୍ ହେଉନି, ବିଚାର କରୁଛ, ମୁଁ ବାହାରୁ ଶୁଣିଲି କି ଆମ କଳାକାର କହିଲେ, ମ୍ୟାନେଜର କହିଲେ, ଯଦି ସାର୍ କହିବେ ବିପିନ ବାବୁ ତମେ ଆଜିଠୁ ବିଚାରପତି ଛାଡ଼ିଦିଅ, ମୁଁ ସେଠି ଠାକୁର ଅଛନ୍ତି, ମୁଁ କହୁଛି ନିଶ୍ଚିତ ଭାବରେ ଛାଡ଼ିଦେବି, ଏଥିରେ କିଛି ଦ୍ୱିଧା ଭାବ ନାହିଁ। ଯଦି ମୋ ବିଚାର ଉପରେ ଅସନ୍ତୁଷ୍ଟ ଅଛନ୍ତି ସାର୍, ମୋର ଆଉ କିଛି କହିବାର ନାହିଁ। ହଉ ବାବୁ ହ୍ୟାଲୋ, ଉପସ୍ଥିତ ସମସ୍ତ କଳାକାର ବନ୍ଧୁ, ଦୀର୍ଘ 12 ଘଣ୍ଟା ପରିଶ୍ରମର ଶେଷ ପର୍ଯ୍ୟାୟରେ ଆମେ ବର୍ତ୍ତମାନ ଉପନୀତ ହୋଇଅଛୁ। ଆଜି ଏହି ସୁନେଲି ରାତ୍ରରେ ଶ୍ରେଷ୍ଠ କଳାକାର ଯେଉଁ ଭାଇ ଆମର ଶ୍ରେଷ୍ଠ କଳାକାର କାଣ୍ଡସର ଗ୍ରାମର 2 ପୁରୁଷ ହାଡ଼ି କଳାକାର ପେଣ୍ଡାଲ ପାଖକୁ ଆସି ଶ୍ରୀ ବାବୁଲାଲ ସାହୁ ତାଙ୍କୁ ପ୍ରାଇଜ୍ ଦେବେ ଏବଂ ଦେଖିଛ ନାଇଁ ଯେ କାଣ୍ଡେଶ୍ୱର ଖାଲି ପୁରୁଷ ଭୂମିକାରେ ହାଡ଼ି ବିନରେ ଅଛି ନା, ପୁରୁଷ ଭୂମିକାରେ ଜଣେ ହାଡ଼ି ପୁରୁଷ ଭୂମିକାରେ ହାଡ଼ି ରୋଲ୍ କରିଥିବା ଭାଇ ଆସନ୍ତୁ ପେଣ୍ଡାଲ ପାଖକୁ। ଆସିଲା ଆସିଲା।
ମଣ୍ଟୁ ବାବୁ ଶୀଘ୍ର ଆସନ୍ତୁ। ଆମ କମିଟିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ବାବୁଲାଲ ସାହୁ ମହୋଦୟ ତାଙ୍କୁ ବର୍ତ୍ତମାନ ପ୍ରାଇଜ୍ ଦେଇ ଉତ୍ସାହିତ କରିବେ, ସେ ଯେପରି ତାଙ୍କ କଳାର ଉନ୍ନତତର ଉନ୍ନତି କରିବେ। ଶ୍ରୀ ବାବୁଲାଲ ସାହୁଙ୍କ ଠାରୁ ବର୍ତ୍ତମାନ ପ୍ରାଇଜ୍ ଗ୍ରହଣ କରୁଛନ୍ତି ମଣ୍ଟୁ ବାବୁ। ହାଡ଼ି ଭୂମିକାରେ ଶ୍ରେଷ୍ଠ କଳା ପ୍ରଦର୍ଶନ କରିଥିଲେ। ଜୟ ବାବା ନୀଳକଣ୍ଠେଶ୍ୱର। ବର୍ତ୍ତମାନ ଜୁରାଗାଡ଼ିଆର ପୁରୁଷ ଭୂମିକାରେ କେଳା ଭୂମିକାରେ ଅଭିନୟ କରିଥିବାରୁ ସର୍ବଶ୍ରେଷ୍ଠ କଳାକାର ରୂପେ ସେ ଶ୍ରେଷ୍ଠ କଳାକାର ରୂପେ ସେ ଉପନୀତ ହୋଇଛନ୍ତି। ତେଣୁ ଜୁରାଗାଡ଼ିଆର କେଳା ରୋଲରେ ଯେଉଁ ଭାଇ ଆମର ପରିବେଷଣ କରିଥିଲେ ସେ ବର୍ତ୍ତମାନ ପେଣ୍ଡାଲକୁ ଆସନ୍ତୁ। ଶ୍ରୀ ଆମ କମିଟିର ସେକ୍ରେଟାରୀ ଶ୍ରୀଯୁକ୍ତ ଚୁମର ବେହେରା ତାଙ୍କୁ ପ୍ରାଇଜ୍ ଦେଇ ଆଶୀର୍ବାଦ କରିବେ, ଯେପରି ସେ ତାଙ୍କର କଳାର ଉନ୍ନତତର ପ୍ରଦର୍ଶନ କରି ମହାନ କଳାକାର ହେବେ। ଶ୍ରୀଯୁକ୍ତ ଚୁମର ବେହେରା କେଳା ଭୂମିକାରେ ଅଭିନୟ କରୁଥିବା ଭାଇଙ୍କୁ ବର୍ତ୍ତମାନ ପ୍ରାଇଜ୍ ଦେଉଛନ୍ତି। ଜୟ ବାବା ନୀଳକଣ୍ଠେଶ୍ୱର ଜୟ। ଶ୍ରେଷ୍ଠ ନାରୀ ଭୂମିକାରେ କାଣ୍ଡସର ଏବଂ ଜୁରାଗାଡ଼ିଆର ନାରୀ ଭୂମିକାରେ ଅଭିନୟ କରିଥିବା ଦୁଇ ଭାଇ ପେଣ୍ଡାଲ ପାଖକୁ ଆସନ୍ତୁ। ଦୁଇ ପାର୍ବତୀ ଆମର ଯିଏ ଆଜି ରାତ୍ରରେ ନୃତ୍ୟ ପରିବେଷଣ କରୁଥିଲେ ପାର୍ବତୀ ରୋଲରେ ଦୁଇ ଗ୍ରାମର ପାର୍ବତୀ ରୋଲରେ ଯେଉଁ ଭାଇମାନେ କରୁଥିଲେ ସେ ଶୀଘ୍ର ଆସି ଆମ ପେଣ୍ଡାଲରେ ଉପସ୍ଥିତ ରୁହନ୍ତୁ। দর্শক বন্ধু জনে সর্বশ্রেষ্ঠ কলাকার যেহেতু প্রাইজ নেউଛନ୍ତି ଆମ ଅନୁଷ୍ଠାନ ତରଫରୁ ସମସ୍ତେ ହାକର ତାଳି ଦେଇ ତାକୁ ସ୍ୱାଗତ କରନ୍ତୁ। ଜୟ ବାବା ନୀଳକଣ୍ଠେଶ୍ୱର କି। କରିଥିବା ପ୍ରଦୀପ ଭାଇକୁ ଆମ ଅନୁଷ୍ଠାନ ତରଫରୁ ମନୋନୀତ କରାଯାଉଛି। କାଣ୍ଡସର ରାଧା ଭୂମିକାରେ ଯେଉଁ ବନ୍ଧୁ ଆମର ଅଭିନୟ କରୁଥିଲେ ସେ ଶୀଘ୍ର ଏହି ପେଣ୍ଡାଲକୁ ଆସନ୍ତୁ। ରମେଶ ଚନ୍ଦ୍ର ସାହୁ ମନ୍ଦିର ସଭାପତିଙ୍କ ଠାରୁ ଆଜି ଏହି ପ୍ରାଇଜଟି ସେ ନେବେ। ତେଣୁ ମୁଁ ଦର୍ଶକ ଭାଇକୁ ଅନୁରୋଧ କରୁଛି ପୁରା ରାତି ଜମେଇକି ଯେଉଁ ଭାଇ ଆମର ନାଚ ଟିକେ ଉନ୍ନତତର ପରିବେଷଣ କରିଥିଲେ ବର୍ତ୍ତମାନ ମନ୍ଦିର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ତାଙ୍କୁ ପ୍ରାଇଜ୍ ଦେଇ ଉତ୍ସାହିତ କରୁଛନ୍ତି। ଆମେ କରତାଳି ଦେଇ ତାକୁ ଉତ୍ସାହିତ କରୁ। ଜୟ ବାବା ନୀଳକଣ୍ଠେଶ୍ୱର କି ଜୟ। ଏବଂ ପୁରୁଷ ଭୂମିକାରେ এই ସୁନେଲି ରାତ୍ରରେ ଶ୍ରୀ ଜୁରାଗାଡ଼ିଆର ନାବିକ ଭାଇ ଯେ ରୋଲ୍ କରିଥିଲେ ସେ ପେଣ୍ଡାଲକୁ ଆସନ୍ତୁ। ଏ ସୁନେଲି ସନ୍ଧ୍ୟାରେ ସେ ଉନ୍ନତତର ନାବିକ ରୋଲ୍ ପ୍ରଦର୍ଶନ କରିଥିବାରୁ ଆମ ଅନୁଷ୍ଠାନ ତରଫରୁ ମନୋନୀତ ହୋଇଛନ୍ତି। ତେଣୁ ସେ ଭାଇ ପେଣ୍ଡାଲ ପାଖକୁ ଆସନ୍ତୁ। କଳାକାର ଦେଖିବା ପାଇଁ ଆମ ଦର୍ଶକ ଉତ୍ସାହିତ ଥିଲେ ସେ ଭାଇ ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି। ସେ ଆଉ କେହି ନୁହେଁ ଆମ ବିନୟ ଭାଇ। 20 ବର୍ଷ ବୋଧେ ଏଠିକି ସେ ଆସିଛନ୍ତି। ନାଚ ଆସିଲେ ବି ଆସନ୍ତି ନଥିଲେ ବି ତାଙ୍କ ପାର୍ଟି ସେ ଆସନ୍ତି। ତେଣୁ ଆମ କମିଟିର କ୍ୟାସିୟର ମହୋଦୟ ଶ୍ରୀଯୁକ୍ତ ନିରଞ୍ଜନ ଶାସମଲଙ୍କ ଠାରୁ ତାଙ୍କର ପ୍ରାଇଜ୍ଟି ନେଇ ଉତ୍ସାହିତ କରନ୍ତୁ। ମଣ୍ଟୁ ବାବୁ ସମସ୍ତେ ତାଳି ମାର ଆଜି ଉତ୍ସାହିତ କରନ୍ତୁ ସର୍ବଶ୍ରେଷ୍ଠ ନାବିକ ଭୂମିକା। ବିନୟ ଭାଇ ପୁରା ରାତି ଜମାଇ ଦେଲେଛନ୍ତି ଆଜି। ବିନୟ ଭାଇ ଯେହେତୁ ପୁରା ରାତିଟା ଆପଣଙ୍କୁ ଦେଖିବା ପାଇଁ ଅଧେ ଦର୍ଶକ ବୋଧେ ବିନୟ ଭାଇ ଆଇଛି ବୋଲି ଉତ୍ସାହିତ ସହକାରେ ଏଠି ଆସୁଛନ୍ତି। ତେଣୁ ଏଇ ନାଚ ବିଷୟରେ ଏଇ ପେଣ୍ଡାଲ ବିଷୟରେ ଟିକେ ଦୁଇ ପଦ ଅଳ୍ପ କୁହନ୍ତୁ। ଆଜ୍ଞା ଅତି ସୁନ୍ଦର ଆଦର୍ଶମୟ ମୋର ସମସ୍ତ ଗୁରୁ ଗୁରୁଜନ ମାନଙ୍କୁ ପ୍ରଥମ ମୋର କୋଟି କୋଟି ନମନ। ଏବଂ ମୁଁ ତା ପୂର୍ବରୁ ଆହୁରି ଜଣେଇବି ଏ ଗୋଟିଏ କଥା ଯେ ପ୍ରଥମେ ଗ୍ରାମବାସୀ ବୃନ୍ଦକୁ ଆହୁରି ଜଣେଇବି ଯେ ଏତେ ଟଙ୍କା ଏତେ ପଇସା ଖର୍ଚ୍ଚ କରି ମଧ୍ୟ ଅତି ଶୃଙ୍ଖଳିତ ଭାବରେ ଏ ଯାତ୍ରାକୁ ଠିକ୍ ଭାବରେ ସଠିକ୍ ଭାବରେ ସବୁ କାର୍ଯ୍ୟ ଖାଇବା ପିଇବା ଠାରୁ ମାନେ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି। ଏଇଟା ହେଉଛି ବଡ଼ କଥା। ପ୍ରଭୁ ବୋଧେ
ନୀଳକଣ୍ଠ ଠାକୁରଙ୍କର ଶୁଭାଶୀର୍ବାଦ ନହେଲେ ପ୍ରାୟତଃ ଜୀବନରେ ମାନବ କେବେ କରିପାରେ ନା। ତେଣୁ ମୁଁ ସମସ୍ତ ଗୁରୁ ଗୁରୁଜନମାନଙ୍କୁ ଜଣାଉଛି ଯେ ଭଗବାନଙ୍କର ଏମିତି କୀର୍ତ୍ତି ଥାଉ। ତା ମଧ୍ୟରେ ଆମର ଅଜୟ ବାବୁ ମଧ୍ୟ ତାଙ୍କର ବି ଅନେକ କିଛି କର୍ତ୍ତବ୍ୟର କାହାଣୀ ଅଛି। ମୁଁ କାଲି ଆଜି ବି ଦେଖିଲି ଯେ ସେ ଦିନ ସାରା ବୋଧେ ଶୋଇଥିବେ କି ନାହିଁ କାହିଁ ଜଣାପଡ଼ୁନି। ସେ ଆସିକିରି ଏ ଦୋକାନ ଭାଇ ଏଠି ବସାନି, ଏଠି ଇଏ ହେବନି, ଲୋକ ଦେଖିବେ, ଇଏ ଦେଖିବେ, ସବୁ ଦେଖିବେ। ମୁଁ ଅତି ଖୁସି ବି ହେଲି ଏ ଜିନିଷ ଦେଖି। ତେଣୁ ସମସ୍ତଙ୍କର ଖୁସିରେ ଆଜି ଆମେ ଖୁସି ହେବାକୁ ବାଧ୍ୟ ହେଲୁ। ତେଣୁ ଯଦି ମୋର କୋଉଟା ବେଣ୍ଟ ଭୁଲ ହେଇଯାଇଛି ଆଜ୍ଞା କ୍ଷମା କରିବେ। ବର୍ତ୍ତମାନ ଆମର ଫଳାଫଳ ଅଭୟ ଭାଇ ଘୋଷଣା କରିବେ। ତା ପୂର୍ବରୁ ଉଭୟ ଦଳର କଳାକାର ମାନଙ୍କୁ କହିଦେଉଛି ଗାଡ଼ିବାଲା ସେ ଆସିକିରି ଆଉ 10-15 ମିନିଟ୍ ଭିତରେ ସେ ଆମର ଗାଡ଼ି ଦେଇଯିବେ। ଆପଣମାନଙ୍କର ଆଧାର କାର୍ଡ଼ ନେଇକିରି ସେ ଜାଗାରେ ଜମା କରିବେ ହିରୋ ସୋରୁମ୍ରେ। ଆଉ ଯିଏ ଯାହାର ଫଟୋ ଉଠାଇବା କଥା ପ୍ରାଇଜ୍ ଦେଲା ପରେ 10-15 ମିନିଟ୍ ଭିତରେ ଫଟୋ ଉଠାଇଦେବ, ଗାଡ଼ି ସେ ଆସିକି ନେଇଯିବ। ସେ ହେଲେ ଫୋନ୍ କରିଥିଲା ମାତ୍ର 15 ମିନିଟ୍ ରହିବ, ତାପରେ ସେ ନେଇଯିବ ଗାଡ଼ି। ଫଳାଫଳ ଘୋଷଣା। ହ୍ୟାଲୋ। ଦୀର୍ଘ 3 ଦିନ ଧରି ଯେଉଁ ଶ୍ରେଷ୍ଠ ଉପହାର ପାଇଁ ସମସ୍ତ ଦର୍ଶକ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥିଲେ ଯେ କିଏ ବାଜିମାତ କରିବ, ତେଣୁ ତାର ଫଳାଫଳ ମୁଁ ବର୍ତ୍ତମାନ ଘୋଷଣା କରୁଛି। କାଣ୍ଡେଶ୍ୱର ଦଣ୍ଡପାଟି 101 ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ଆମ ଉତ୍କଳୀୟ ଦଣ୍ଡ ସମାଜର ସଭାପତି ମାନନୀୟ ଯଶସ୍ୱୀ ଶ୍ରୀଯୁକ୍ତ ହରମୋହନ ସାର୍ ଏବଂ ରାଣୀଗଡ଼ା ନୀଳକଣ୍ଠେଶ୍ୱର ଦଣ୍ଡ କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ତାଙ୍କୁ ଏହି ଦ୍ୱିତୀୟ ପୁରସ୍କାର ଦେଇ ଉତ୍ସାହିତ କରିବେ। ଦର୍ଶକ ବନ୍ଧୁ କରତାଳି ହଉ। ଆଜିର ଏହି ସୁନେଲି ସନ୍ଧ୍ୟାରେ ଯିଏ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଶ୍ରୀଯୁକ୍ତ ଚୈତନ୍ୟ ବାବୁ, ଯିଏକି ଆମ ଭାଇ ବୋଲି ମୁଁ କହେ, ବଡ଼ ଭାଇ, ସେ ଆଜି ଆମର ଅତିଥିମାନଙ୍କ ଠାରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପୁରସ୍କାର ଗ୍ରହଣ କରୁଛନ୍ତି। ଦର୍ଶକ ବନ୍ଧୁ ତାଳି ଦିଅନ୍ତୁ। ମୁଁ ଆଶା କରୁଛି ବାବା ନୀଳକଣ୍ଠେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ସେମାନେ ଯେପରି ଗତ ବର୍ଷ ଚମ୍ପିଆନ ହେବେ, ଚୈତନ୍ୟ ଭାଇକୁ ଚେଷ୍ଟା କରିବେ ଯେପରି ଗତ ବର୍ଷ ଚମ୍ପିଆନ ହେବା ପାଇଁ ଚେଷ୍ଟା କରିବେ। ଏବଂ ପ୍ରଥମ ସ୍ଥାନ ତ ଆଉ କ'ଣ କହିବି, ଦୁଇଟି ପାର୍ଟି ଜୁରାଗାଡ଼ିଆର ଶ୍ରୀ ଶ୍ରୀକାନ୍ତ ବାବୁ ବର୍ତ୍ତମାନ ଆମର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। 104 ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୁଁ ଆମ ରାଣୀଗଡ଼ା ରାଣୀଗଡ଼ା ଜଙ୍ଗଲ ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦେହୁରୀ ମହୋଦୟ ଏବଂ ହରମୋହନ ସାର୍ ମିଶି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରାଇଜକୁ ତାଙ୍କୁ ଉପହାର ଦିଅନ୍ତୁ। ବର୍ତ୍ତମାନ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦେହୁରୀ ମହୋଦୟ, ଶ୍ରୀଯୁକ୍ତ ହରମୋହନ ସାର୍ ପ୍ରଥମ ସ୍ଥାନ ଅଧିକାର କରିଥିବା ମ୍ୟାନେଜର ଶ୍ରୀଯୁକ୍ତ ଶ୍ରୀକାନ୍ତ ବାବୁକୁ ଅର୍ପଣ କରୁଛନ୍ତି। ପ୍ରଥମ ସ୍ଥାନ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ୍ ସହିତ ସିଲ୍ କପ୍ର ପ୍ରାଇଜ୍ ନେଇ ଏ ସଭାରୁ ସେ ବିଦାୟ ନେବେ। ଉଭୟ ଟିମ୍ ଠିଆ ହେଇଯାଆନ୍ତୁ। ଆମ ଆର୍ଟିଷ୍ଟ ଗ୍ରୁପ୍ ମାନେ